ପୃଥିବୀରେ ଏଇ ଓଡ଼ିଶା ନାଁ ପଡୁଛି ଉଠୁଛି। ଗୋଟେ ଅପାରଗ ସରକାର ଚାଲିଛି ଦିଲ୍ଲୀରେ, ନରେନ୍ଦ୍ର ମୋଦି, ଏଠି ମୋହନ ସରକାର। ଗୋଟିଏ ପରେ ଗୋଟିଏ ଗୋଟେ ବିବରଣୀ ଶୁଣନ୍ତୁ। ଇଆଡେ ଆନ୍ଦୋଳନ ବାଲେଶ୍ୱର ଝିଅ ପାଇଁ, ଇଆଡେ ଓଡ଼ିଶା ବନ୍ଦ 100% ସଫଳ, ଇଆଡେ ରାହୁଲ ଗାନ୍ଧୀ ଆସିଲେ ବିରାଟ 1.5 ଲକ୍ଷ ଲୋକର ମିଟିଂ, ଇଆଡେ ଚାରିଆଡେ ଖାଲି ରେପ୍। ପ୍ରଥମ ଆଗ ଦେଖ, ସପ୍ତମ ଅଷ୍ଟମ ନବମରେ ପିଲା ହଷ୍ଟେଲରେ ଅଛନ୍ତି ଆଜ୍ଞା, 83 ଜଣ ପ୍ରେଗନେଣ୍ଟ। ସପ୍ତମ ଅଷ୍ଟମ ନବମରେ ପଢୁଛନ୍ତି 83 ଜଣ ପ୍ରେଗନେଣ୍ଟ। 232 ଜଣ ଝିଅକୁ ରେପ୍ କରି ମର୍ଡର। 17ଟା ଝିଅ। ସାଂଘାତିକ ପରିସ୍ଥିତି। ବାଲେଶ୍ୱର ଝିଅ ସାମ୍ନା ମରିଗଲା। ଆଜି ଗୋଟେ ବଳଙ୍ଗାରେ ମଲାଣି, ମାନେ ନିମାପଡା। ନାରୀ ଆଉ ରହିବେନି। ମୋହନ ସରକାର, ମୋଦି ସରକାର କହିଲେ ନାରୀ ମାନଙ୍କୁ ଆମେ ମା ଭଳିଆ ସମ୍ମାନ, ବୋଉ ଭଳିଆ ଦେଖ। ଆରେ ବୋଉ ଭଳିଆ ବୋଧେ ଦେଖ। କେତେ ନାରୀ କି ତମେ ଧର୍ଷଣ କରିବ, କେତେ ନାରୀ କି ମାରିବ, କେତେ ନାରୀ କି ପ୍ରେଗନେଣ୍ଟ କରିବ, କେତେ ନାରୀ ଜଳି ପୋଡି ପାଉଁଶ ହେବେ। ଆଜି ପରେ ଧନ୍ୟବାଦ ଭକ୍ତ ଦାସ, ତମେ ଯୋଉ ବନ୍ଦ ଡାକରା ଦେଲ, ସାରା ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଭାବେ ହେଇଛି। କୋଉଠି ମୁଁ ନିଜେ ଆଜ୍ଞା 60 ବର୍ଷ ହେଲା ବନ୍ଦରେ ସଫଳ ମାନେ କାମ କରିଛି। ଏଥର ସଫଳ ଇତିହାସରେ ବିରଳ। ଭୁବନେଶ୍ୱର ଆମେ ଆରମ୍ଭ କଲୁ 5ଟାରୁ, ଲୋକ ସୋମଠ ବନ୍ଦ, ଦୋକାନ ବଜାର ବନ୍ଦ, ଗାଡି ମଟର ବନ୍ଦ, ବସ୍ ବନ୍ଦ, ଟ୍ରକ୍ ବନ୍ଦ, ସବୁ ବନ୍ଦ। ଜଳଖିଆ ଦୋକାନକୁ ଆମେ ଯିବା ପୂର୍ବରୁ ବନ୍ଦ କରିଦଉଛନ୍ତି। ପାନ ଦୋକାନ, ଚା ଦୋକାନ ସବୁ। କେବଳ ମେଡିସିନ ଦୋକାନ ଆମେ ଖୋଲେଇଥିଲୁ ଏବଂ ପୁଳେ ପାଣି ରଖିଥିଲୁ, ପୁଳେ କ୍ଷୀର ରଖିଥିଲୁ, ପୁଳେ ବିସ୍କୁଟ ରଖିଥିଲୁ। ଯୋଉ ପିଲାମାନେ, ଛୋଟ ପିଲାମାନେ କିଛି ଖାଦ୍ୟ ପାଉନାହାନ୍ତି, ତାଙ୍କୁ ଯୋଗଉଥିଲୁ କଂଗ୍ରେସ ଦଳ ତରଫରୁ। ଆମର ଭକ୍ତ ଦାସଙ୍କ ନେତୃତ୍ୱରେ ସାରା ଓଡ଼ିଶା ପ୍ରତ୍ୟେକ ଜାଗା ଗ୍ରାଣ୍ଡ ସକ୍ସେସ୍। 30ଟା ଯାକ ଜିଲ୍ଲା ଶାନ୍ତିପୂର୍ଣ୍ଣ ଭାବେ, ଗୋଟେ ଟାର ବି ପୋଡା ହେଇନି, ଗୋଟେ ଝାମଲା କୋଉଠି ହେଇନି, କେହି ଆରେଷ୍ଟ ହେଇନାହାନ୍ତି। ସେ ଯୋଉ ଆରେଷ୍ଟ, ପୋଲା ଆରେଷ୍ଟ, ଏଠୁ ଯାଇ ସେ ଛକରେ ଛାଡ଼ିଦେବା ଆରେଷ୍ଟ। ଶାନ୍ତିପୂର୍ଣ୍ଣ ଭାବେ ଲୋକ ସମର୍ଥନ ଦେଇଛନ୍ତି କଂଗ୍ରେସକୁ।